দাদা এটা কেতে রেট আছে? 8,500 সাড়ে কেতে কিলো হব? তথাপি কত হবে? 40 কিলো হয়ে যাবে? চিন্তা হবে না? হ্যাঁ জিনিসটা হয়ে যাবে। কত রেট আছে বললে? 8,500 8,500 মানে 40 কিলোর হচ্ছে মালটা। ଆଉ ସେ କହୁଛନ୍ତି 8,500 ଟଙ୍କା ବହୁତ କମ୍ ରେଟ୍ ଅଛି। ଆପଣ ଦେଖିପାରୁଥିବେ କେତେ ସୁନ୍ଦର ହେଇଛି ଆଉ ବଡ଼ ହେଇଛି। ଆଉ 8,500 ମାନେ ବହୁତ କମ୍ ରେଟ୍ କହିବାକୁ ଗଲେ। ଆଉ ଏତେ ବଡ଼ ଖାସି ମିଳିବନି 8,500 ଟଙ୍କାରେ ଆପଣ ଦେଖିପାରୁଥିବେ। দাদা এগার দাম কেতে ଅଛି কেতে দাম মানে দুইটা 32 না জোড়া 32? কেতে কিলো হব দুইটা মিশিকি? 45? হ্যাঁ ଦେଖିବ ତ 45 କିଲୋ ଦୁଇଟା ହେବ। ଦୁଇଟାକୁ ମିଶେଇକି 45 କିଲୋ ମାଂସ ହେବ। ବାକି 32,000 ଟଙ୍କା କହୁଛନ୍ତି। ବହୁତ କମ୍ ରେଟ୍ ଅଛି, କିଛି ଅସୁବିଧା ନାହିଁ। ଆଉ ରେଟ୍ ବି ଠିକ୍ଠାକ୍ ଅଛି। ଯଦି ଆପଣମାନେ ନେବା ପାଇଁ ଚାହୁଁଛନ୍ତି ଫେକ ହାଟ ପଳେଇ ଆସିବେ, ଆପଣମାନଙ୍କୁ ମିଳିଯିବ ବହୁତ କମ୍ ରେଟ୍ରେ। ଆଉ ଦେଖିପାରୁଥିବେ କେମିତି ଦେଖନ୍ତୁ কেতে বড় বুদাটা কি বলবো ঘোরা মাথাটা ঘোরা হয়ে গেছে। দেখନ୍ତୁ କେତେ କାଟୁଛି ବୋଧେ। ଆଉ ୟା ଦାନ୍ତ ବି ବହୁତ ବଡ଼ ବଡ଼ ଥିବ। ନିଶରେ ପୁରା ଜିଭଟା କାଢୁଛି ମତେ ଚାଟିବା ପାଇଁ। ଏଠି ଦେଖିପାରୁଥିବେ କେମିତି ଚାଟୁଛି। ଏଠି ଗୋଟେ ଅଛି ଦେଖିପାରୁଥିବେ ବହୁତ ସୁନ୍ଦର କଲର୍ର। ଆଉ দাদা এটা কেতে টাকা? 8,500। এটা কত কেজি হবে? কত কেজি আছে? 12 কেজি। কত হাজার বললে? 8,500 মানে 12 কেজির এটা হচ্ছে খাসি। ଆଉ ସେ କହୁଛନ୍ତି 12,000 ସରି 12 କେଜିର ଖାସିଟା 8,500 କହୁଛନ୍ତି। କ'ଣ ଠିକ୍ ଅଛି ଯେ ରାମ ଖାସିଟା ଏଇଟା ଟିକେ ବେଶୀ ରେଟ୍ ହେଇଗଲା। ଆଉ ତଥାପି ଠିକ୍ ଅଛି, ମୋତେ ବହୁତ ପସନ୍ଦ ହେଲା ୟାର କଲର୍ଟା। ଆପଣମାନେ ବି ଦେଖିପାରୁଥିବେ କେତେ ବଢ଼ିଆ କଲର୍ ହେଇଛି। ଆପଣମାନେ ବି ଯଦି କେବେ ନେବା ପାଇଁ ଇଚ୍ଛା ହେଉଛି ଏଠି ପଳେଇ ଆସିବେ ଆଉ ନେଇକି ଯିବେ। ବହୁତ ସୁନ୍ଦର ସୁନ୍ଦର କଲର୍ର ଅଛି। ଆଉ ଏଇଟା ହେଉଛି ରଖିବା ପାଇଁ ସବୁଠୁ ବେଷ୍ଟ, ଏଇଟା ଖାଇବା ପାଇଁ ଏତେ ବେଷ୍ଟ ନୁହଁ। ଆଉ ଦେଶୀ ଖାସି ଯେମିତି ଟେଷ୍ଟ, ୟାର ଟେଷ୍ଟ ସେମିତି ଆସିବନି। ଆଉ ଆପଣ ଦେଖିପାରୁଥିବେ କେଡ଼େ ସୁନ୍ଦର। দাদা কেতে রেট আছে? কেতে রেট আছে? কত রেট আছে? 21,000। ଆପଣ ଦେଖିପାରୁଥିବେ এটা কেতে কিলো হব? লম্বা দেখো মোটা কেজি হবে এটা। ওজন আছে 43 কিলো ওজন। 42 সকালে বেলায় ওজন করেছি বুঝলো না। 42 কিলো আছে। আর কত টাকা বলছো? 21। 42 কিলো ଅଛି 21,000 କହୁଛନ୍ତି। তুমি ধরো তুলো ମାନେ 42 କିଲୋ ଅଛି 21,000 ମାନେ 500 ଟଙ୍କା କେଜି ହିସାବରେ ମାନେ ପକେଇକି ଦେଉଛନ୍ତି। ଆଉ କିଛି ରେଟ୍ ବେଶୀ ନାହିଁ, ବହୁତ ଭଲ ରେଟ୍ ଅଛି। ଆଉ ଦେଖିପାରୁଥିବେ ବାକି ଇଏ ମୋତେ ଭୁସୁନି। ଖାଲି ଏମିତି ଧରିଥାଉ। ହଁ ବଢ଼ିଆ ଦେଖ এটা কেতে ওয়েট ଅଛି? 7,000। ওয়েট কেতে ଅଛି? 60 কিলো। ଆପଣ ଦେଖିପାରୁଥିବେ এটা ହେଉଛି 60 କିଲୋର ବୁଦା। ଆଉ ଖାସିଟା ନା ପାଠା? ଆଚ୍ଛା এটা ହେଉଛି ପେଣ୍ଠିଟା, 60 କିଲୋର ପେଣ୍ଠି। এটা ରେଟ୍ କେତେ ଅଛି? 27,000 ରେଟ୍ କହୁଛନ୍ତି। ଆପଣ ଦେଖିପାରୁଥିବେ ଖାଲି ଟିକେ ଦୂରେଇ ଯାଉଛନ୍ତି, ଦୂରେଇକି ଦେଖାଯାଉଛି ନା ପୁରା। ଆଉ ଦେଖିପାରୁଥିବେ ମୋତେ ମାର୍କେଟ ବହୁତ ସୁନ୍ଦର ହେଇଛି। ଆଉ ଇଆଡ଼େ ଟିକେ ଅନେଇ ଦେବ ବାପା, ଆଡ଼େ ମୋଟା ଟିକେ ଟେକି। ଆଉ ଆପଣ ସିଂହ ବି ଦେଖିପାରୁଥିବେ ୟାର ଏତେ ବଡ଼ ବଡ଼ ହେଇଛି। ମୋତେ ଏଠି ଦେଖିପାରୁଥିବେ ଆଉ ଗୋଟେ ଅଛି। ଖାଲି ଖାଲି ଲଢ଼େଇ ଲାଗିବ, ଖାଲି ଲଢ଼େଇ ଲାଗିବ, ଖାଲି ଲଢ଼େଇ ଲାଗିବ। ଏବେ ଚାଟୁଛି।
ଆପଣ ଦେଖିପାରୁଥିବେ ଆଖିରେ ନ ଦେଖିଲେ ବିଶ୍ୱାସ ହେବନି ଆଉ ମୁଁ ମୋ ଆଖିରେ ଦେଖିକି ବିଶ୍ୱାସ କରିପାରୁନି ଏତେ ବଡ଼ ଏଇଟା ହେଇଛି ଆଉ ଦେଖିପାରୁଥିବେ ସିଂହ କେମିତି ହେଇଛି ମୁଁ ଡରିଗଲି ସେ ଯେଉଁ ଛିଙ୍କୁଛି ମୁଁ ଡରିଯାଉଛି ବାବୁ ଏଇଗା ସବୁ ଗା ଦେଶୀ ଖାସି का नहीं हैं ସବୁ ଦେଶୀ ନା ଏ କେମିତି ରେଟ୍ ଅଛି କେତେ ଏଇଟା ରେଟ୍ ଅଛି କାଳିଆଟା 13,000 ଆପଣ ଦେଖିପାରୁଥିବେ ଏ ହେଉଛି ଦେଶୀ ଖାସି ସବୁ ସେ କାଳିଆଟା ମୁଁ ପଚାରିଲି 13,000 ମାନେ ଏଗୁଡ଼ା ସବୁ 13 ହିଁ ଥିବ ଆଉ ଆପଣମାନେ ଦେଖିପାରୁଥିବେ ଯଦି ନେବା ପାଇଁ ଇଚ୍ଛା ଆପଣ ଆସିକି ନେଇପାରିବେ ଆଉ ବହୁତ କମ୍ ରେଟ୍ ଅଛି ଏଇଠି ବି ଅଛି ଆପଣ ଦେଖିପାରୁଥିବେ ଦେଶୀ ଖାସି ସବୁ ଦେଶୀ ଅଛି ବହୁତ ଭଲ ସାଇଜ୍ ଅଛି ଏଇଠି ବି ଅଛି ଦେଶୀ ଖାସି ସବୁ ଆପଣ ଦେଖିପାରୁଥିବେ ମୁଁ ଭଲ କି ଦେଖାଇବା ପାଇଁ ଚାହିଁବି ବହୁତ ବଢ଼ିଆ କଲର୍ ହେଇଛି ଏ ବିକ୍ରି ସରିଯାଇଛି ହେଁ ଏଗୁଡ଼ା ସବୁ ସେମାନେ କିଣି ସାରିଛନ୍ତି ଆପଣ ଦେଖିପାରୁଥିବେ ଯେଉଁ ଦାଗ ଦିଆହେଇଛି ଏଠି ଏନ୍ ଲେଖା ହେଇଛି ଏନ୍ରେ ତାଙ୍କର ମାଲିକର ନାଁ ହେଇଥିବ ବୋଧେ ଆଉ ଆପଣ ଦେଖିପାରୁଥିବେ ସବୁ ଦେଶୀ ଖାସି ମାନେ ଆମେ ଏବେ ପହଞ୍ଚିଲୁ ବାକି ସବୁ ବିକ୍ରି ସରିଗଲାଣି ତାହେଲେ କେତେବେଳୁ ହାଟଟା ହେଇଥିବ ଭାବୁଥିବେ ଆପଣ ମାନେ ପୁରା ଭୋରରୁ ହାଟ ଆରମ୍ଭ ହେଇଯାଏ ଏଠି ବି ଆପଣମାନେ ଦେଖିପାରୁଥିବେ କେତେ ସୁନ୍ଦର ସୁନ୍ଦର କଲର୍ ହେଇଛି ଏଗୁଡ଼ା ତ ରଖି ହେବନି ଘରେ ନେଇକି ଖାଲି କାଟିକି ବିକ୍ରି କରିବା ପାଇଁ ପଡ଼ିବ ଆପଣ ଦେଖିପାରୁଥିବେ ଏଗୁଡ଼ା ସବୁ ବିକ୍ରି ସରିଯାଇଛି ସେଥିପାଇଁ ସେମାନେ ବାନ୍ଧିକି ରଖିଛନ୍ତି